ଓଡ଼ିଶାକୁ ପୁଣି ବାତ୍ୟା ଭୟ। 1999 କଥା ମନେ ପକାଇଲେ ଲୋକେ। ତେବେ ବହୁ ବର୍ଷ ଧରି ଓଡ଼ିଶାକୁ ଉପକୂଳକୁ ବାତ୍ୟା ଘନେଇ ଆସୁଛି। କିଛି ବାତ୍ୟା ଓଡ଼ିଶା ଉପକୂଳରୁ ଖସି ଯାଉଥିଲେ ମଧ୍ୟ ବାଂଲାଦେଶ ଉପରେ ତାହାର ପ୍ରଭାବ ପକାଇଛି। ପୁଣି ମେ ମାସ ଆସିଲେ ଛନକା ପଶିଛି ଓଡ଼ିଶାବାସୀଙ୍କ ମନରେ। ତେବେ ବାତ୍ୟା ଭୟ ଘାରିଯାଇଛି ଓଡ଼ିଶାମାନଙ୍କ ଭିତରେ। ତେବେ ପୁଣି ଆସୁଛି ଆଉ ଏକ ବାତ୍ୟା, ଯାହାକୁ ନେଇ ବାଂଲାଦେଶ ମଡେଲ ଏବେ ଆକଳନ କରିଛି ଏବଂ ସେ କହିଛି ଏହି ବାତ୍ୟାଟି ବାଂଲାଦେଶକୁ ଖସି ନପାରେ। ଏହା ସିଧା ଓଡ଼ିଶା ଉପକୂଳରେ ମାଡ଼ ହେବାକୁ ନେଇ ବାଂଲାଦେଶର ମଡେଲମାନେ କହୁଛନ୍ତି। କିନ୍ତୁ ଏବେ ପ୍ରାୟତଃ ଠିକ୍ ହୋଇନାହିଁ ଯେ ବାତ୍ୟାଟି କେଉଁ ଆଡ଼କୁ ଯିବ। ତେବେ ଓଡ଼ିଶାର ପାଣିପାଗ ବିଭାଗ ମଧ୍ୟ ଏଥିପ୍ରତ୍ୟରୁ କିଛି ସ୍ପଷ୍ଟ କରିନାହିଁ। କୁହାଯାଉଛି ଯେ 14ରୁ 15 ତାରିଖ ଭିତରେ ଗୋଟିଏ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ, ଯାହାକି 20-22 ବେଳକୁ ଏକ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ତେବେ ଏହି ବାତ୍ୟା କେଉଁ ଆଡ଼କୁ ଯିବ ତାହା ଏବେଠାରୁ ଆକଳନ କରିବା କଷ୍ଟ। କିନ୍ତୁ ବାଂଲାଦେଶର ମଡେଲ କହୁଛନ୍ତି ଯେ ଏହି ବାତ୍ୟାଟି ବାଂଲାଦେଶକୁ ନ ଯାଇ ଓଡ଼ିଶା ଉପକୂଳରେ ହିଟ୍ କରିବ। ଯଦି ଓଡ଼ିଶା ଉପକୂଳରେ ଏହି ବାତ୍ୟାଟି ମାଡ଼ ହୁଏ, ତେବେ ଓଡ଼ିଶାର ବହୁ ଧନଜୀବନ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି। ମେ ମାସ ଆସିଲେ ଓଡ଼ିଶାରେ ବାତ୍ୟା ମନରେ ଛନକା ପଶି ଯାଉଛି। ମେ ମାସରେ ଓଡ଼ିଶାକୁ ଏଭଳି ବାତ୍ୟା ଆସିବାଟା ସ୍ୱାଭାବିକ। ତେବେ ମେ ମାସ ଏବଂ ଅକ୍ଟୋବର ମାସରେ ଓଡ଼ିଶାକୁ ନିଶ୍ଚିନ୍ତ ଗୋଟିଏ ବର୍ଷରେ 2ଟି ବାତ୍ୟା ନିହାତି ଆସୁଛି। ତେବେ ଏହି ବାତ୍ୟାଟି କେଉଁ ଆଡ଼କୁ ଯାଉଛି ତାହା କେବଳ ସ୍ପଷ୍ଟ ହୋଇପାରୁନି।